ବର୍ଷକୁ ଥରେ ରାକ୍ଷୀ ପୂର୍ଣ୍ଣମୀ ଆସେ। ରାକ୍ଷୀ ପୂର୍ଣ୍ଣମୀ ଆସିଲେ ଭାଇ ଚାହିଁଥିବ ଭଉଣୀ କି ମୋ ଭଉଣୀ ଆସିଲେ ମୋ ହାତରେ ରାକ୍ଷୀ ବାନ୍ଧିବ। ଭଉଣୀ ମଧ୍ୟ ଅପେକ୍ଷା କରି ବସିଥିବ ଭାଇ ହାତରେ ମୁଁ କେମିତି ରାକ୍ଷୀ ବାନ୍ଧିବି। ତ ସେଇ ରାକ୍ଷୀ ପୂର୍ଣ୍ଣମୀକି ନେଇକି ମୁଁ ଆଜି ଘରେ ଗୋଟେ ମିଠା କରିଛି। ତ ଏଇ ମିଠାଟି ମୁଁ କେମିତି ତିଆରି କରିଛି ଏବେ ଆମେ ଦେଖିବା। ଜୟ ଜଗନ୍ନାଥ, ନମସ୍କାର ଦର୍ଶକ ବନ୍ଧୁ। ଆଇ ମା ଓଡ଼ିଆ କିଚେନ୍କୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଦେଖନ୍ତୁ ସାଙ୍ଗମାନେ, ରାକ୍ଷୀ ପୂର୍ଣ୍ଣମୀ ପାଇଁକି ଯେଉଁ ଆମେ ମିଠା କରୁଛେ ମୁଁ ତା ପାଇଁକି କ'ଣ କ'ଣ ନେଇଛି ଏଠି ଗୋଟେ ଛୋଟ ଗିନାଟିଏ ଚାଉଳ, ଅରୁଆ ଚାଉଳ, ବାସୁମତୀ ଚାଉଳଟା ନେଇଛି। ଆପଣମାନେ ଘରେ ଯେଉଁ ଚାଉଳ ରହୁଛି ତାକୁ ମଧ୍ୟ ନେଇପାରିବେ, କିନ୍ତୁ ଉଷୁନା ଚାଉଳ ନେବେନି, ଏଇଟା ଅରୁଆ ଚାଉଳରେ ହେଉଛି। ଆଉ ଫାଳେ ନଡ଼ିଆ, এই ଫାଳେ ନଡ଼ିଆ ଆଉ ଦୀପଶ ଚାଉଳକୁ, ଅରୁଆ ଚାଉଳକୁ ନେଇକରି ଆମେ ଆଜି ଗୋଟେ ମିଠା ତିଆରି କରିବା। ତ ଏବେ କ'ଣ କରିବା ନା ନଡ଼ିଆଟାକୁ ଆମେ ପ୍ରଥମରେ କୋରିବା। ଏବେ ଚାଲନ୍ତୁ ନଡ଼ିଆ କୋରିବା। ଏବେ ଦେଖନ୍ତୁ ମୁଁ ଏଠି ନଡ଼ିଆକୁ କୋରି ଦେଇଛି। ନଡ଼ିଆଟାକୁ ଆମେ ଯେତେବେଳେ କୋରିବା କ'ଣ କରିବେ ନା ଯେଉଁ ଖୋଳ ଭିତରେ ଯେଉଁ ନଡ଼ିଆ ଅଂଶର ଯେଉଁ ତଳକୁ ଥାଏ କଳା କଳା ଅଂଶଟା ସେଇଟାକୁ କୋରିବେନି। ନାଇଁ ଯଦି ନଡ଼ିଆକୁ ଖଣ୍ଡ ଖଣ୍ଡ କାଢ଼ିକି ତା ଉପରୁ ସେଇ କଳା ଅଂଶଟାକୁ କାଢ଼ି ଦେଇକି ଗୁଣ୍ଡ କରିଦେବେ, ବାଟିଦେବେ ତ ଭଲ କଥା। ନାଇଁ ଯଦି କୋରିବେ ତାହେଲେ ପୁରା ଏମିତି ଧଳା କରିକିରି କୋଳିବେ। ତ ଏବେ ଆମେ ଯିବା। ଏବେ ଦେଖନ୍ତୁ ଗ୍ୟାସ୍ ଅନ୍ କରିକିରି ମୁଁ ଗୋଟେ କଡ଼େଇ ବସେଇ ଦେଇଛି। ଏବେ ଦେଇଦେବା ସେଥିରେ ଯେଉଁ ଚାଉଳ ନେଇଛେ ଆମେ ତାକୁ ଆମେ ଦେଇଦେବା, ତାକୁ ଟିକେ ଭାଜିଦେବା। ଏବେ ଦେଖନ୍ତୁ ମୁଁ ଚାଉଳ ତ ଭାଜୁଛି। ଚାଉଳଟାକୁ ଆମେ ପୁରା ନାଲ କରିକିରି ଭାଜିବାନି। ଚାଉଳଟା ପୁରା ଭାଜି ହେବ କିନ୍ତୁ ନାଲି ପଡ଼ିବନି। ବେଶୀ ନାଲି ପଡ଼ିଲେ ମିଠାଟା ନାଲିଆ ଦିଶିବ, ହଁ, ଦେଖିବା ପାଇଁକି ସୁନ୍ଦର ଲାଗିବନି। ଭଲ ଲାଗିବ କିନ୍ତୁ ଦେଖିବାକୁ ସୁନ୍ଦର ଲାଗିବନି। ଆମେ ଚାଉଳଟାକୁ ଭାଜିବା, କିନ୍ତୁ ପ୍ରତ୍ୟେକଟି ଚାଉଳ ଯେମିତି ଭାଜି ହୁଏ ଚାଉଳଟାକୁ କଞ୍ଚାଳିଆ ରଖିକି ଭାଜିଲେ ମିଠା ମଧ୍ୟ ଭଲ ହେବ। ଦେଖନ୍ତୁ ଏବେ ଚାଉଳଟା ଆମର ଭାଜି ହେଇଗଲାଣି। ଆମେ ଏତିକିରେ ଭାଜିବା, ଆଉ ଅଧିକା ନାଲି କରିକି ଆମେ ଭାଜିବାନି। ଏବେ ତାକୁ ଆମେ ଗୋଟେ ପ୍ଲେଟକୁ କାଢ଼ିଦେବା। ଦେଖନ୍ତୁ ସାଙ୍ଗମାନେ, ଚାଉଳଟାକୁ ମୁଁ ଯେଉଁ ଭାଜିଥିଲି ତାକୁ ମୁଁ ଏବେ ଗୋଟେ ପ୍ଲେଟକୁ କାଢ଼ି ଦେଇଛି। ତାକୁ ଟିକେ ଥଣ୍ଡା ହେବା ପାଇଁ ଛାଡ଼ିବା। ଏବେ ଆମେ କ'ଣ କରିବା, ଏ ଯେଉଁ ନଡ଼ିଆ କୋରା ନେଇଥିଲେ ତାକୁ ଆମେ ଗ୍ରାଇଣ୍ଡିଙ୍ଗ କରିବା। ଦେଖନ୍ତୁ ଏ ଯେଉଁ ନଡ଼ିଆ କୋରା ଆମେ ନେଇଥିଲେ, ମୁଁ ଯେଉଁ ଗିନାରେ ଚାଉଳ ନେଇଥିଲି ଗୋଟିଏ ଗିନା, ସେଇ ଗିନାରେ ଆମେ ଗୋଟିଏ ଗିନା ନଡ଼ିଆ କୋରାକୁ ନେଇଛେ। ଏବେ ଆମେ କ'ଣ କରିବା, ଆମେ ଗ୍ରାଇଣ୍ଡିଙ୍ଗ ଜାର୍ରେ ତାକୁ ଦେଇଦେବା। ତାପରେ କ'ଣ କରିବା ନା ଯେଉଁ ଗିନାରେ ଆମେ ନେଇଥିଲେ ଚାଉଳ ସେଇ ଗିନାରେ ମାପିକିରି ଆମେ କ୍ଷୀର ଦେବା। ଦେଖନ୍ତୁ ଗିନାଟିଏ କ୍ଷୀର ମୁଁ ଏଠି ଦେଇଦେଲି। ଏବେ ତାକୁ ଆମେ ବଢ଼ିଆ ଭାବରେ ବାଟିଦେବା। ଦେଖନ୍ତୁ ମୁଁ ନଡ଼ିଆକୁ ଏବେ ବାଟି ଦେଇଛି। ନଡ଼ିଆଟାକୁ ପୁରା ଚିକ୍କଣ କରିକିରି ବାଟିବେ। ଏବେ ଆମେ ତାକୁ ଗୋଟେ ଜାଗାକୁ କାଢ଼ିଦେବା। ଦେଖନ୍ତୁ ଆମେ ତ ନଡ଼ିଆକୁ ବାଟିକି ରଖିଦେଲେ। ଏବେ ଚାଉଳକୁ ମଧ୍ୟ ଆମେ ଗୁଣ୍ଡ କରିକି ନେଇଯିବା। ଏବେ ଦେଖନ୍ତୁ ମୁଁ ଚାଉଳକୁ ଗୁଣ୍ଡ କରିକି ନେଇ ଆସିଛି। ଚାଉଳକୁ ପୁରା ପ୍ଲେନ୍ କରିକିରି ଗୁଣ୍ଡ କରିବେ। ଯଦି ଖଦଡ଼ା ଅଂଶ ଥିବ ତାହେଲେ ମିଠାଟି ଆମର ଭଲ ହେବନି, ନହେଲେ ତାକୁ ଚଲାରେ ଆପଣମାନେ ଚଲାଇଦେବେ। ମୋର ଏଠି ପୁରା ପ୍ଲେନ୍ ହେଇକି ମୁଁ ଗୁଣ୍ଡ କରିଦେଇଛି। ତାକୁ ଆମେ ଗୋଟେ ଜାଗାକୁ କାଢ଼ିଦେବା। ଏବେ ଦେଖନ୍ତୁ ମୁଁ ଗ୍ୟାସ୍ ଅନ୍ କରିକି ଗୋଟେ କଡ଼େଇ ନେଇଯାଇଛି। ଏଠି ମୁଁ ନନ୍ଷ୍ଟିକ୍ର ନେଇଯାଇଛି। ଆପଣମାନଙ୍କର ଯଦି ନନ୍ଷ୍ଟିକ୍ ନଥିବ ତାହେଲେ ଗୋଟେ ମୋଟା ପାତ୍ର ନେବେ, ମୋଟା ଜିନିଷ ନେବେ, ନହେଲେ ନାହିଁ ମିଠାଟି ଲାଗିଯିବ, ତଳୁ ପୋଡ଼ିଯିବ। ଏବେ ଆମେ କ'ଣ କରିବା, ଏଇ ଯେଉଁ ନଡ଼ିଆକୁ ଆମେ ବାଟିକିରି ରଖିଥିଲେ ଏ ନଡ଼ିଆଟାକୁ ଆମେ ତା ଦେହରେ ଦେଇଦେବା। ଏଇ ଗିନାରେ ମୁଁ ନେଇଥିଲି ଗୋଟିଏ ଗିନା ଚାଉଳ, ସେଇ ଗିନାରେ ଆମେ ମେଜରମେଣ୍ଟ କରିକିରି କ୍ଷୀର ଦେଇଛେ। ମୁଁ ଗୋଟିଏ ଗିନା କ୍ଷୀରରେ ନଡ଼ିଆ ବାଟିଛି, ଆଉ ଦେବା ଏଥିରେ ଅଧ ଗିନା କ୍ଷୀର। ଦେଖନ୍ତୁ ଆଉ ହାଫ୍ ଦେଇଦେଲି ମୁଁ କ୍ଷୀର। ଏବେ ଆମେ ତା ଦେହରେ ଦେଇଦେବା ଚିନି। ଯେଉଁ ଗିନାରେ ମୁଁ ଚାଉଳ ନେଇଥିଲି ସେଇ ଗିନାରେ ମୁଁ ହାଫ୍ ଗିନା ଦେଇଦେଇଛି ଚିନି। ଏବେ ତାକୁ ଭଲ ଭାବରେ ଗୋଳେଇ ଦେବା। ଚିନିଟା ମେଲ୍ଟ ହେଲା ପର୍ଯ୍ୟନ୍ତ ଆମେ ଗୋଳେଇ ଦେବା। ମୁଁ ଏଠି ଗ୍ୟାସ୍ ଫ୍ଲେମ୍କୁ ବନ୍ଦ କରିଦେଇଛି। ଚିନିଟା ଭିଜିଗଲା ପରେ ମୁଁ ଗ୍ୟାସ୍କୁ ଅନ୍ କରିବି। ଦେଖନ୍ତୁ ଆମର ଏବେ ଚିନିଟା ପୁରା ମେଲ୍ଟ କରିଗଲାଣି। ଆମେ ଏବେ ଗ୍ୟାସ୍କୁ ଅନ୍ କରିଦେବା। ଆମେ ମିଡ଼ିୟମ୍ ଫ୍ଲେମ୍ରେ ରଖିବା, ବେଶୀ ଦେବାନି ଜାଳ କି ଅତି ଲୋ କରିବାନି। ଏବେ ତା ଦେହରେ ଦେଇଦେବା ଆମେ, ମୁଁ ଦେଖନ୍ତୁ ଏଠି ନେଇଛି ଘିଅ, ଦେଶୀ ଘିଅ ନେଇଛି। ଗୋଟେ ଘିଅ ଚାମଚଟା ଆମେ ଏଠି ଦେଇଦେବା। ବାସ୍ନା ପାଇଁ ନେଇଛି ଗୁଜୁରାତି ଗୁଣ୍ଡ, ଏଠି ଟିକେ ଦେଇଦେବା। ଯେହେତୁ ଆମେ ମିଠା ତିଆରି କରୁଛେ, ମିଠାରେ ଗୋଟେ ପିଞ୍ଚ ଲୁଣ ଆମେ ଦେଇଦେବା। ଏଇଟା ଟିକେ ଉଷୁମ ହେଇଗଲେ ଆମେ କ'ଣ କରିବା ନା ଏଠି ନେଇଛି 3 ରୁ 4 ଚାମଚ ଅମୁଲ ଗୁଣ୍ଡ ନେଇଛେ। ଏବେ ତା ଦେହରେ ଆମେ ତାକୁ ଦେଇଦେବା। ଭଲ ଭାବରେ ତାକୁ ଆମେ ଗୋଳିବା। ଟିକେ ଉଷୁମ କରିକି ଅମୁଲଟାକୁ ପକାଇଦେଲେ ଫିଟିଯିବ। ବର୍ତ୍ତମାନ ତାକୁ ଆମେ ଫୁଟିବା ପାଇଁ ଛାଡ଼ିଦେବା। ଦେଖନ୍ତୁ ଏଠି ଆମର ଯେଉଁ ନଡ଼ିଆ କ୍ଷୀର ଆମେ ଦେଇଥିଲେ ସେ ପୁରା ଫୁଟିଗଲାଣି। ଏବେ କ'ଣ କରିବା, ଏଇ ଯେଉଁ ଚାଉଳ ଗୁଣ୍ଡକୁ ଆମେ ନେଇଥିଲେ ତାକୁ ଅଳ୍ପ ଅଳ୍ପ ଦେଇକରି ଆମେ ତା ଦେହରେ ଗୋଳିବା।
तापर सांग मैंने ये मुझे अमूल गुंड देती एटा चाहिए आपण मैंने देपारे न देपारे एटा किसी ये ना देले टिके भल टेस्ट लगे ये पूरा आम लो करदे फ्लेम को ताको भल से आम गोलेइबा जमी चाउलटा आमर कड़े छाड़ आम लो टू मीडियम फ्लेम रे चाउलटा को बढ़िया भाव में गोलेइबा जमी से कड़े भल भाव में छाड़ देखु एबे आमर डोटी पूरा कड़े छाड़ी गलानी आईगला एमती अवस्था आम बर्तमान काढ़ा तो सांग मैंने आ गुरुजन मैंने सबको मोर प्रणाम से आपण मैंने लाइक एंड सब्सक्राइब एंड कमेंट एंड शेयर कर देबे। तो ये आम गैस बंद करदे आपको गोटे प्लेट को आम काढ़ीदे देखो मुझे गोटे प्लेट को काढ़ी देती 5-10 मिनिट आम छाड़ीदा टे ठंडा हाँपाई ठंडा हेले आम मिठा टी गढ़ा देखु आमर ये जो चाउल डो टी आम करते खजा करने सेटा एबे मोर ठंडा हो आसला एबे आम टे भल भाव चकटी दबा एबे मु चकटी देले आम टिके टिके नहींकि आपन जो साइज्र चाहिए से साइज्र आपण मैंने मिठा तैयारी करेंगे। डोटी केते सुंदर भाव में देखूँ मु घी फिओ किसी लगेनि से हाथ में टोटाली लगुनि एमती करके आम गढ़ा तापर कौन करवा ना ये देखो मु नड़िया गुंड किसी नहीं ये नड़िया गुंडा मोर किणा नड़िया गुंड नुहे मु घरे तैयारी कर गुंडटा को मु कौन कली ना नड़िया टी कोरीदेली कोरला टिके ताको उषुम करदेली उषुम कर टिके सुखिलिया होगला ताको ग्राइंडिंग कर रखिदेची मु मार्केट रू किणी आनी ये गुंडटी मु निजे हाथ में तैयारी करी देखूँ तापर आम कौन करवा जेहेतु आम नड़िया खजाटी तैयारी होती मिठाटी तैयारी होती आम एमती नड़िया गुड़े दबा देकरी आम एमती थोइबा। आपण मानक जदि सतरे मो भिडियोटी भल लगुच रेसिपीटी भल लगुच आपण माने लाइक करदेबे शेयर करदेबे सब्सक्राइब करिया पे भूलिबेनी कमेंट रे कहिबे केमिति मोर ए रेसिपीटी हेछि।